ତାଙ୍କର ଉଦ୍ୟବଟ ଆମର ମଧ୍ୟ ଯୋଉ ଗହଣ ଦଳ ରାଜା ଗହଣ ଦଳର ସଚେତକ ରାଜା ନରସିଂହ ଦେବ ଅର୍ଡର ଅନୁସାରେ ଆମର ଯୋଉ ଗହଣ ଦଳ କଟକ ଠାରୁ ପାରାଦ୍ୱୀପ ଯାକେ ଲକ୍ଷାଧିକ ଲୋକ ହେଇଥିଲେ। ଆଉ ସେ ବି ଲେଖା ଅଛି କୁଜଙ୍ଗ ଅଞ୍ଚଳ ଜଳ ଡୁବିଯିବ ନୃପସିଂହାସନ ପାରାଦ୍ୱୀପ ଠାରୁ ମୋହର ସମାଧି ସେଦିନ ପୂଜା ପାଇବ। ସେଇ ଉଦ୍ୟବଟରେ ପୂଜା ପାଇଥିଲା। ଆଉ ସେଇ ଉଦ୍ୟବଟ ପାରୁଷ ଲୀଳା ପ୍ରକାଶିବ ଅନାହତ ଧୁନେ ତିନି ପୁର କମ୍ପିଥିଲା। ଆଉ ସେଠି ବି ପ୍ରକୃତ କଳ୍କିରାମ ଅଛନ୍ତି, ସେଠି ବି କ୍ଷୀର ବଟ ଅଛି। କ୍ଷୀର ବଟ ପାଖରେ ଆମର ବି ଶ୍ରୀହରି ସ୍ୱତନ୍ତ୍ର ମୂର୍ତ୍ତି ସ୍ଥାପନା ଆମେ ଗହଣ ଦଳ କରିଥିଲୁ। ଯୋଉ ବାବା ଆପଣ କହିଲେ ଅନାହତ ଧ୍ୱନି ତିନି ପୁର କମ୍ପିବ ତା ଅନାହତ ଧ୍ୱନି ସେଇଠି ହେଇଛି। ଅନାହତ ଧ୍ୱନି ସେଟା ଏପରି ହେଇଛି ଯେ ଅନାହତ ଧ୍ୱନି ତିନି ପୁର ଯାକ ସେ କମ୍ପିଲା। କେବଳ ରାଜା ନରସିଂହ ଦେବ ଯେତେବେଳେ ଅର୍ଡର ଗଲେ, ବାବା କମ୍ପି ଯାଇଛି ନା ଆଗକୁ କମ୍ପିବ? ନାଇଁ ସେ ତ କମ୍ପିଲା ସେଦିନ। ଅନାହତ ଧ୍ୱନି ତିନି ପୁର କମ୍ପିଥିଲା। ଆଉ କମ୍ପିବ କଣ, ସେଦିନ କମ୍ପିଛି। କିନ୍ତୁ ଆଗକୁ ଯୋଉ ଅଛି ଅପ୍ରକଟ ପ୍ରକଟ ଯେ ଦୁଇଟି ବିଧାନ ଅପ୍ରକଟ ଯୋଉ ବାବୁ ସେଉ ଭଗବାନ। ସେ ଟିଭିରେ ଦିଅନ୍ତୁ, ଚ୍ୟାନେଲ ଦିଅନ୍ତୁ, ଯୁଆଡେ ଦିଅନ୍ତୁ, ଯୋଉଗୁଡା ପ୍ରକୃତ ତତ୍ଵ ବିଷୟରେ ଗୁପ୍ତ ଜିନିଷ। ବାବା ଆପଣ କିଛି ଗୁପ୍ତରେ ରଖି ଦଉଛନ୍ତି କି? ନାଇଁ, ଗୁପ୍ତ ଜିନିଷଟା ସମସ୍ତଙ୍କୁ କଣ କୁହାଯାଏ? ଗୁପ୍ତରେ ଅଛି ଅଷ୍ଟାଦଶ ଅକ୍ଷର କଣ, ତାକୁ କଣ ତଫସିଲି ସବୁ କହିଦେବେ ଗୁରୁଘର ପାଠ? ଆମେ କହିବା ଯେ ୟା ଭିତରେ ତ୍ରିକୁଟ ସନ୍ଧି ଧିରେ ପିଣ୍ଡ ଥିରେ କୋଉଠି ଅଛି, ତାକୁ କଣ ସମସ୍ତେ ବାହାରେ ପ୍ରକାଶ କରିଦେବେ? ୟା ଦେହରେ ଗଙ୍ଗା ଯମୁନା ସରସ୍ୱତୀ କୋଉଠି ତ୍ରିବେଣୀ ଧାରା ଅଛି, ଏଟା ପ୍ରକଟ କଥାଟା, ଗୁରୁଘର ପାଠ। ତାପରେ ଯୋଉ ଆମେ କହୁଛେ ତିନି କାଣା ଆଠ ପଣ, ତିନି କାଣା ଆଠର ଶବ୍ଦାବଳ ଅର୍ଥ କଣ ସମସ୍ତେ କହିପାରିବେନି। ଯୋଜନ କଥା ଆମେ ବୁଝିଲା ବେଳକୁ ମତ୍ସ୍ୟବତୀ ଠାରୁ ଜନ୍ମ। ଆମର ପିତା ହଉଛନ୍ତି ପରାଶର ଋଷି, ତାଙ୍କର ପୁଅ ବ୍ୟାସଦେବ, କିନ୍ତୁ ସିଏ ଯୋଜନଗନ୍ଧା ଯା ନାମ, ମତ୍ସ୍ୟବତୀ ତାଙ୍କର ନାମ, ସତ୍ୟବତୀ ତାଙ୍କର ନାମ। କିନ୍ତୁ ଯଦି ମାଛଠାରୁ ମୀନ ଠାରୁ ମାନବ ଜନ୍ମ ହେଇଛି, କିନ୍ତୁ ସେ ତ ଅଜ୍ଞମ କଥା। ତେବେ ୟା ଦେହରେ ଅଣାକ୍ଷର ମନ୍ତ୍ର ଅଛି। ୟା ଦେହରେ ଚାରି ଯୁଗର ମହାମନ୍ତ୍ର ପ୍ରକାଶ ପାଇଲା। କେମିତି ପ୍ରକାଶ ପାଇଲା? ନା କଣ ତାର ସୃଷ୍ଟି କରିଛି। ଆମର ଥିଲା ଯିଏକି ହରେ ରାମ 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 ହରେ ହରେ, ହରେ କୃଷ୍ଣ 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 ହରେ ହରେ, ଏ ତିନି ଯୁଗର ମନ୍ତ୍ର। କିନ୍ତୁ ଚାରି ଯୁଗର ମନ୍ତ୍ର ପ୍ରକଟ କଲା ଏ ଗହଣ ଦଳ। ହରେ ରାମ କୃଷ୍ଣ ଶ୍ୟାମ ପରାରମା କାମଦାମ ନନ୍ଦକନ୍ଦ ଦୀନ ଧର୍ମ ସାଧୁ ମଧୁ ନାମ ବ୍ରହ୍ମ। ଇଏ ସବୁ ସିନା କହିଗଲି, ତତ୍ଵ ବିଷୟରେ ୟାର ବହୁତ କିଛି ଅଛି ସମୟ। ଆଉ ତାପରେ ଯୋଉ 13 ନାମ ପ୍ରକଟ ହବାକୁ ଅଛି କଳି ଯୁଗରେ, 13 ନାମ ବି କିଏ କହୁଛି, ବି ହଉ ଯାହା ହଉ, ମୁଁ ତ ବୁଢା ଲୋକ ହେଲାଣି। ତେବେ ଏକଥା କେହି ପରିପ୍ରକାଶ କଲେ 13 ନାମଟା କଣ, 13 ନାମଟା କୋଉଠି ଉତ୍ପତ୍ତି? ସତ୍ୟ ତୃତୀୟା ଦ୍ୱାପର କଳି ସତ୍ୟ, ଇଏ ଶରୀରରେ ସତ୍ୟ କିଏ, ୟା ଦେହରେ ତୃତୀୟା କିଏ, ୟା ଦେହରେ ଦ୍ୱାପର କିଏ, ୟା ଦେହରେ କଳି କିଏ? ଇଏ ତ ଅଜ୍ଞମ କଥା। ମୁଁ ତ ଟିଭି ଚ୍ୟାନେଲରେ ବହୁ ଜାଗାରେ ଦେଖୁଛି, କୋଉ ଦିନ କେହି କହିନାହାନ୍ତି ଏ ଶରୀର ଭିତରେ ସତ୍ୟ ତୃତୀୟା ଦ୍ୱାପର କଳି। ଆଉ ୟା ଭିତରେ ଦେଖିଲା ବେଳକୁ 772 ନାଡି, ତାକୁ କେହି ଗବେଷଣା ଏପର୍ଯ୍ୟନ୍ତ ମୁଁ ଶୁଣୁନି କାହାଠାରୁ। ସାରା ବିଶ୍ୱରେ 772 ନଦୀ ବୋଲି ପ୍ରମାଣ। କିନ୍ତୁ ଏକଥାଟା ଗୁପ୍ତ କଥା, କିଏ ବା କହୁଛି, ପ୍ରଚାର କରୁନାହାନ୍ତି। ଇଏ ଅନେକ କଥା ଅଛି ଗୁପ୍ତ। ଇଏ ଅନେକ କଥାକୁ ଗୁପ୍ତକୁ କିଏ ଓଁକାର ମାନେ କଣ, ଅଣାକ୍ଷର ମାନେ କଣ,
ଏଥିରେ ବହୁତ ସନ୍ଧି କଥା, ଗୁରୁହର ପାଠ। ଆମ ଦଳର ନିୟମ ହଉଛି ଅଚ୍ୟୁତାନନ୍ଦ ମହାପୁରୁଷ ଦଳ, ସେ ବୁଝେଇ ଦେଇଛନ୍ତି ଆଗରୁ, ତୁ ଯେବେ ଏକମନେ ଭାବୁ ଏ ଘୋର ସଂସାରରୁ ତରିବୁ, ଶରଣ ପଶ ମୋର ପାଦ, ନମର ବିଷା ବିଷାଦ, ଯେ ମତେ ଶରଣ ପଶେ ସଂସାର ତାର ଭୟ ନାହିଁ। ଆମେ ପାଦ ପଦ୍ମକୁ ଆଗ ଲକ୍ଷ୍ୟ କରିବା। ଆମର ପାଦ କିଏ, ପଦ୍ମ କିଏ? ଆଉ ପାଦ ପଦ୍ମରେ ଦିଅମାନ, ପାଦ ପଦ୍ମ କଣ ଛୋଟିଆ? ଆଉ ଆମେ ଯାହାକୁ ପାଦ ବୋଲି କହୁଛେ, ପ୍ରକୃତ ନାସିକା ହଉଛି ପାଦ, ଚକ୍ଷୁ ହଉଛି ନୟନ। ସେ ପାଦ ପଦ୍ମ କହିବି, ସେ କେତେଟା କହିବି। ଗଙ୍ଗା ଜଳ ଯାର ପୟରୁ ହୋଇଛନ୍ତି ବାହାର, କେଉଁ ଜଳ ଦେଇ ଧୋଇବି ପ୍ରଭୁ ତୁମ୍ଭ ପୟର। ଲକ୍ଷ୍ମୀ ଦେବୀ ଯାର ଘରଣୀ, ଗରୁଡ଼ ଯାହାର ଆସନ, ଦେବା ଦେବୀ ଆସନ, କେଉଁ ଗରୁଡ଼ ଯାହାର ଆସନ, ଦେବା ଦେବୀ ଆସନ, ଲକ୍ଷ୍ମୀ ଦେବୀ ଯାର ଘରଣୀ, ତାକୁ କି ଦେବୀ ଧ୍ୟାନ। ସରସ୍ୱତୀ ଯାର ଛାମୁରେ ବୀଣା ଯନ୍ତ୍ର ବଜାନ୍ତି, କେଉଁ ସ୍ତୁତି ମାତ୍ର କରିବି ପ୍ରଭୁ କରିବି ଭକ୍ତି। କୌସ୍ତୁଭ ମଣି ଯାହାର କଣ୍ଠ ତଟରେ ହାର, କେଉଁ ହାର ଦେଇ ପୂଜିବି ଆୟ ନୀଳାନ୍ଦ୍ରିବର। ମୁଁ ଯାହାକୁ ଗଙ୍ଗାଜଳ ବୋଲି ଆପଣଙ୍କୁ କହିବି, ଗଙ୍ଗାଜଳ କଣ ମୁଁ ଆପଣଙ୍କୁ ଦେଇପାରିବି? କୋଉଠୁ ଆଣି? କିନ୍ତୁ ଗଙ୍ଗାଜଳ ଯଦି ଦେଇ ନପାରିବି, ଆଉ ମୁଁ କଣ ଆପଣଙ୍କୁ ଗରୁଡ଼ ପକ୍ଷୀ ଗୁଡ଼ା କୋଉଠି ଦେଇପାରିବି? ସେ ତ 21 ପୁରା ଭ୍ରମଣ କରିଦେବ ଗୋଟାଏ ସେକେଣ୍ଡ ଭିତରେ, ମୁଁ ଗରୁଡ଼ ପକ୍ଷୀ ତ ଦେଇପାରିବିନି। ଲକ୍ଷ୍ମୀ ଦେବୀ ଯାହାର ଘରଣୀ, ଲକ୍ଷ୍ମୀ ଦେବୀ ତ ମୁଁ ଦେଇପାରିବିନି। ସେ ସବୁଠାରୁ ସୁନ୍ଦର, ସେମିତି ସୁନ୍ଦର ମା କୋଉଠି ଦେଇପାରିବି ଭକ୍ତ ହେଲେ। ତାପରେ କୌସ୍ତୁଭ ମଣି, ସେ ତ ସ୍ୱର୍ଗ ମର୍ତ୍ତ୍ୟ ପାତାଳ 14 ମଣି 21 ପୁରେ ତାକୁ ଏତେ ତାର ମୂଲ୍ୟ, ଆଉ ତା ମୂଲ୍ୟ ବି ମୁଁ କୌସ୍ତୁଭ ମଣି କଣ ଆପଣଙ୍କୁ ଦେଇପାରିବି? ଏଇ ପାଦ ଲାଗି କୈବର୍ତ୍ତ ଧୋଇ ତୋଷିଲା, ଏହି ପାଦ ଧ୍ୟାଇ ଅହଲ୍ୟା ପାଷାଣରୁ ତରିଲା। ଆଉ ବରୁଣ ଯାହାର ଶ୍ୱଶୁର, ଛତ୍ରୀ କେତେ ମାତର, ଦଣ୍ଡକ କନ୍ଦ ଘେନି ହସ୍ତେ ପ୍ରଭୁ ଆପଣଙ୍କ ଛାମୁର। ଦଣ୍ଡକ ଛତ୍ରୀ କେବଳ ଦେଇଥିଲା ବରୁଣ, ଦେଇକିରି ଶରଣ ପଶିଥିଲା ଆପଣଙ୍କୁ। ଆପଣ କଣ ସ୍ୱର୍ଗ ମର୍ତ୍ତ୍ୟ ପାତାଳ 14 ମଣି, ଆପଣଙ୍କର ସବୁ ଗଛ ଲତା କୀଟ ପତଙ୍ଗ ଆଉ 56 କୋଟି ଜୀବଜନ୍ତୁ ଆପଣ ଜନ୍ମ ଦେଇଛନ୍ତି, 33 କୋଟି ଦେବତାଙ୍କୁ ଜନ୍ମ ଦେଇଛନ୍ତି। ମୁଁ କଣ ବା ଦେଇପାରିବି? ତେବେ ଏଇ ପାଦ ଲାଗି କୈବର୍ତ୍ତ ଧୋଇ ତୋଷିଲା, ଏଇ ପାଦ ଲାଗି ଅହଲ୍ୟା ପାଷାଣରୁ ତରିଲା। ଏଇ ପାଦ ଧ୍ୟାଇ ଅଗସ୍ତୀ ମହାମୁନି, ଶପଥ ସମୁଦ୍ର ଜଳକୁ ସିଏ ପାରିଥିଲେ ଶୋଷି, ଆପଣଙ୍କ ପାଦ ପଦ୍ମ ଧ୍ୟାଇକିରି। ଆଉ ଏହି ପାଦ ଲାଗି ଭୂଷଣ କଳ୍ପ ବଟେ ବସିଲା, ଏହି ପାଦ ଲାଗି ପ୍ରହ୍ଲାଦ ଇନ୍ଦ୍ର ପଦ ପାଇଲା। ଏହି ପାଦ, କିନ୍ତୁ ସେଇ ପାଦକୁ ଆପଣମାନେ ଲକ୍ଷ୍ୟ କରନ୍ତୁ, ଇଏ ପାଦକୁ ପତ୍ରକୁ ପାଦ କରୁଛନ୍ତି ଲୋକମାନେ, କଣ ତାଙ୍କୁ କହିବା କହୁନାହାନ୍ତି? ସେ ତ ଗଛର ପତ୍ର ଗୋଟିଏ, ମୁଣ୍ଡ ମାନେ ମୂଳ, ପାଦ ମାନେ ନାସିକା। ମୁଣ୍ଡ ମାନେ ଯଦି ମୂଳ ହେଲା, ହାତ ଗୋଡ଼ ଇଏ ହଉଛି ଡାଳ। ପତ୍ର ହେଲା କିଏ? ନା ପତ୍ର ହେଲା ଅଙ୍ଗୁଷ୍ଠି ସବୁ ଅଛି, ସେ ହଉଛି ପତ୍ର। ଇଏ ହଉଛି ପିଣ୍ଡ, ଯାହା ଏ ବ୍ରହ୍ମାଣ୍ଡ ସେୟା। ଆପଣଙ୍କର ପଦ୍ମ ଯାହାକୁ ଦେଇଛନ୍ତି ପ୍ରଭୁ, ସେ ପଦ୍ମରୁ ଏତେ ତେଜସ୍ୱୀ, ସବୁ ଆକାଶ ଦେଖିପାରୁଛି, ଗଛ ଲତା କୀଟ ପତଙ୍ଗ ସବୁ ବି ଦେଖୁଛି ଚକ୍ଷୁ। ତେବେ ସେ ହଉଛି ପଦ୍ମ, ସଦା ସର୍ବଦା ଆମର ପଡୁଛି। ଆଉ ପତା ଯିଏ, ତାକୁ ଭଗବାନ ଏମିତି ରଖିଛନ୍ତି, ସେ ଫେରେ ପତିତ ପାବନ ବାନା ହେଇକିରି ଉପରେ ଅଛି। ଆଉ
ଯାହାକୁ ମଥା କହୁଛେ ତା ନାଁ ହଉଛି ମଥୁରାପୁର। ଯାହାକୁ ଆମେ ମଥା ମାନେ ମଥୁରା, ଗୋପପୁର ଯେ ପିଲାର ଝୁକୁଝୁକୁ ଘର, କହୁ କହୁ ତ ବହୁତ କହୁଛି। ବାବା ସମୟ ତ କମ୍,